ଦେଖନ୍ତୁ କାଲି ସକାଳେ ଓଏସଟିଟି ଏକ୍ଜାମ୍ ମୁଁ ସବୁବେଳେ ଆପଣଙ୍କୁ ଭଲ ଚିନ୍ତା କରୁଛି କେମିତି ଆପଣ ଭଲରେ ଓଏସଟିଟି ପାସ୍ କରିବେ। ତାପରେ ଆଗକୁ ମଧ୍ୟ ଅନ୍ୟାନ୍ୟ ଟିଚିଂର ସବୁ ଏକ୍ଜାମ୍ ଆସିବ, ଆପଣମାନେ ସବୁ ଦେବେ, ଯାଇକି ଦେଇକି ପାଇକି ମାନେ ଚାକିରି କରିବେ। ସବୁ ଏଇଟା ସବୁ ଭଲ, ପିଲାମାନେ ପାଠ ପଢ଼ୁଛନ୍ତି, ସବୁ ଚେଷ୍ଟା କରୁଛନ୍ତି। ଯାହାହେଲେ ବି ପ୍ରଥମ ଷ୍ଟେପ୍ ହେଲା ଆମର କ'ଣ, ଓଏସଟିଟି ପାସ୍ କରିବା। ଟିଚିଂ ଏକ୍ଜାମ୍କୁ ପଶିବାକୁ ହେଲେ ପ୍ରଥମେ ଆମର କ'ଣ ଓଏସଟିଟି ପାସ୍ କରିବା ନିହାତି ଦରକାର। ସେଥିପାଇଁ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ଆଉ ଆପଣମାନେ ତ ସବୁ ଭିଡ଼ିଓ ଦେଖୁଛନ୍ତି, ହେଲେ ଭିଡ଼ିଓ କେହି ସବସ୍କ୍ରାଇବ୍ କରୁନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଦେଖନ୍ତୁ ମୁଁ ସବୁ କ'ଣ କହୁଛି ସେଇଟା ସବୁ ଶୁଣନ୍ତୁ, ବହୁତ ଆପଣଙ୍କୁ ହେଲ୍ପ କରିବ କାଲି ଏକ୍ଜାମ୍ରେ। ଦେଖନ୍ତୁ ମୁଁ ତ ଆପଣଙ୍କୁ ପୂର୍ବରୁ ଗୋଟେ ଭିଡ଼ିଓ ଏବେ ଛାଡ଼ିଥିଲି ଆଜି ଦିନରେ, ଆପଣମାନେ ତ ସବୁ ସେଇଟା ଦେଖିଥିବେ। ଆଉ କେଉଁଠି କ'ଣ କରିବେ, କେମିତି କ'ଣ ନାହିଁ ସବୁ ତ ମୁଁ କହିଥିଲି। ଏଠି ଆପଣଙ୍କର ରୋଲ୍ ନମ୍ବର, ସିରିଏଲ୍ ନମ୍ବର ସବୁ ମ୍ୟାଚ୍ କରିବେ। ମ୍ୟାଚ୍ କଲା ପରେ ଦେଖିବେ ଠିକ୍ ଅଛି, ତାପରେ ଯାଇକି ଆପଣ ଯାହା ଆରମ୍ଭ କରିବେ। ଏଠି ଆପଣଙ୍କ ନାଁ ୱିଥ୍ ଡେଟ୍ ଲେଖିବେ। ଏଇ ଦେଖନ୍ତୁ, ଇଏ ଯେମିତି ଗୋଲ ବୁଲା ହେଇଛି ଦେଖନ୍ତୁ ପୁରା ସାଇଜ୍ରେ, ଆପଣ ପୁରା ଡିଟୋ ସେଇଭଳିଆ ସାଇଜ୍ରେ ହିଁ ଗୋଲ ବୁଲେଇବେ। ଆଉ ଏଟା ତ ଇନଭିଜିଲେଟରଙ୍କ ଦ୍ୱାରା ଗୋଲ ବୁଲା ହେବ, ଏଟା ଆପଣମାନେ ପିଲାମାନେ ନିଜେ ଗୋଲ ବୁଲେଇବେ। ଆଉ ଗୋଲ ସବୁ ସାଇଜ୍ କରିକି ବୁଲେଇବେ। ଆଉ ମୁଁ କହିଲି ଦେଖନ୍ତୁ ପରୀକ୍ଷା ପାଇଁ ଜମା ପାନିକ୍ ହୁଅନ୍ତୁ ନାହିଁ। ପରୀକ୍ଷା କାଲି ଅଛି, ମୁଣ୍ଡ ପୁରା ଫ୍ରେଶ୍ ରଖନ୍ତୁ। ଯେତିକି ପଢ଼ିଛନ୍ତି, ଆଉ ଅଧିକା କିଛି ବ୍ୟସ୍ତ ହେବାର ନାହିଁ। ଆଉ କୌଣସି ପ୍ରକାର ଆମକୁ ଟେନସନ୍ ବି ନେବାର ନାହିଁ, କାହିଁକିନା ଆମର 150ରୁ ଆମର ଯଦି ଜେନେରାଲ୍ ପିଲା 68 ରଖିଲେ କ୍ୱାଲିଫାଏ, SCBC ଆଉ ଅନ୍ୟାନ୍ୟ ଯେଉଁ ପିଲା ସବୁ 53 ରଖିଲେ କ୍ୱାଲିଫାଏ। ଏଇଟା ବହୁତ ସହଜ, ଆପଣ ସମସ୍ତେ ନିଶ୍ଚିନ୍ତ ଭାବରେ କ୍ୱାଲିଫାଏ କରିବେ, ଏଥିରେ କିଛି ବ୍ୟସ୍ତ ହେବାର ନାହିଁ। ଆଉ ସେଥିପାଇଁ କହୁଛି ମୁଁ, ଅଧିକା ଜମା ପାନିକ୍ ହୁଅନ୍ତୁ ନାହିଁ। ଆରାମସେ ମୁଣ୍ଡ ସ୍ଥିର ରଖନ୍ତୁ। ଶୀଘ୍ର ଯେମିତି ଯାଇ ସେଣ୍ଟରରେ ଏକ୍ଜାମ୍ ପୂର୍ବରୁ ପହଞ୍ଚିବେ। ଯେତେବେଳେ ଆପଣ ଟାଇମ୍ ଦେଇଥିବ, ଯେତେବେଳେ ପହଞ୍ଚିବା କଥା ପହଞ୍ଚନ୍ତୁ। ଆଉ ଯାହା ଡକୁମେଣ୍ଟ ସବୁ କହିଛି, ଆଧାର କାର୍ଡ଼ କି ଯାହା ବି କହି ଆପଣଙ୍କର ନେବା ପାଇଁ, ଆମର ତ ଆଡ଼ମିଟ୍ କାର୍ଡ଼ ତ ଆପଣ ନେବେ। ତା ସହିତ ଆଉ ଯାହା ଅଦର ଡକୁମେଣ୍ଟ କହିଛି ନେବା ପାଇଁ, ସବୁ ମଧ୍ୟ ନେଇକି ଆପଣମାନେ ଯିବେ। କାହିଁକିନା ନ ନେଇଥିଲେ ଆପଣ ପୁଣି ପରୀକ୍ଷାରେ ସେଠି କିଛି ମିଳିବନି, ଆପଣ ପୁଣି ହଇରାଣ ହେବେ ଏକ୍ଜାମ୍ରେ। ସେଥିପାଇଁ ଯାହା ବି ଆମର ଦରକାର ଏକ୍ଜାମ୍ ଓରିଏଣ୍ଟେଡ଼୍ ଯାହା ବି ଜିନିଷ କହିଛି ସବୁ ନେଇକି ଯାଇଥିବେ। ଆଉ ଯେମିତି ସେଠି ପଛରେ ଆଉ ହଇରାଣ ଯେମିତି ନ ହୁଅନ୍ତି। ଦେଖନ୍ତୁ ମୁଁ ତ ଆପଣଙ୍କୁ ସବୁ କହିଲି, ଆପଣ ଗୋଟିଏ ସେକ୍ସନ୍ କରିବେ। ଧର ବର୍ତ୍ତମାନ ସେକ୍ସନ୍ 1ଟା କଲେ, 1ରେ ଆପଣ ଯେତିଟା କ୍ୱେଶ୍ଚନ୍ ଆସିଲା ସେତିଟା କ୍ୱେଶ୍ଚନ୍ ଆପଣ ବୁଲେଇଦେଲେ। ପୁଣି ଆପଣ ଗଲେ କେଉଁଠିକି, ସେକ୍ସନ୍ 2 କତିକି। ପୁଣି ସେମିତି ସେକ୍ସନ୍ 2ରେ ଆପଣଙ୍କୁ ଯେତେଟା କ୍ୱେଶ୍ଚନ୍ ଆସିଲା ସେତେଟା କ୍ୱେଶ୍ଚନ୍ ବୁଲେଇଦେଲେ। ପୁଣି ଯାହା ନ ଆସିଲା ତାକୁ ଛାଡ଼ିଲେ। ପୁଣି ଆପଣ ଗଲେ ସେକ୍ସନ୍ 3 କତିକି। ଦେଖନ୍ତୁ ସେମିତି ଆପଣ ସେକ୍ସନ୍ 3 କି ଗଲେ, ଯେତେଟା ଆସିଲା ଆପଣ ସେତେଟା ବୁଲେଇ ଦେଲେ। ଆଗେ ସବୁବେଳେ ଚେଷ୍ଟା କରିବେ ଆମର ଯେଉଁ ଜେନେରାଲ୍ ସେକ୍ସନ୍ ଆସୁଛି, ଓଡ଼ିଆ, ଇଂଲିଶ ଆଉ ପେଡ଼ାଗୋଜିର 50ଟି, ସେଇ 3ଟି ସେକ୍ସନ୍ କରିବେ। ସେ 3ଟି ପଢ଼ିଥିବେ। ଆଉ ତେବେ ସେ କଥା ନୁହଁ, ଯେଉଁ ସେକ୍ସନ୍ଟା ଆପଣ ଭଲସେ ପଢ଼ିଥିବେ। ଧର ଆପଣଙ୍କର CBZ ପିଲା, ଆପଣ ଧର କେମିଷ୍ଟ୍ରି, ବଟନି, ଜୁଲୋଜି ତା 3ଟା ଭିତରୁ କେଉଁଟା ଗୋଟେ ଭଲସେ ପଢ଼ିଛନ୍ତି। କି ଆପଣ PCM ପିଲା, ଆପଣ ଧର ଫିଜିକ୍ସ, ମ୍ୟାଥ୍ କି କେମିଷ୍ଟ୍ରି ଗୁଡ଼ା ଭଲସେ ପଢ଼ିଛନ୍ତି, ତାହେଲେ ସେଇ ସେକ୍ସନ୍ ଗୁଡ଼ା ଆଗେ କରିବେ। କରିସାରିଲା ପରେ ଦେଖିବେ ଆପଣ ତ ସବୁ କରିଦେଲେ। ଯେତିକି ଆପଣଙ୍କୁ ଧର ମୁଁ କହୁଛି 150ରୁ ଆପଣଙ୍କୁ ଆସିଲା 40ଟା କି 45ଟା ଭଳିଆ କି 50ଟା କ୍ୱେଶ୍ଚନ୍ ଆପଣଙ୍କୁ ଆସିଲା। ଆପଣମାନେ ତ ଜାଣିଛନ୍ତି କ୍ୱାଲିଫାଏ କରିବାକୁ ଆଉ 8 ମାର୍କ କି 10 ମାର୍କ କି 20 ମାର୍କ ଅତି ବେଶୀରେ ଦରକାର। ସେ ଦେଖନ୍ତୁ, ଧର ମୁଁ କହୁଛି ଆପଣ ଧର ସେକ୍ସନ୍ Aରେ 12ଟା କ୍ୱେଶ୍ଚନ୍ ଆସିଛି, 8ଟା କ୍ୱେଶ୍ଚନ୍ ଆପଣଙ୍କୁ ଆସିନାହିଁ। ଦେଖନ୍ତୁ ସେ 8ଟା କ୍ୱେଶ୍ଚନ୍ ଆପଣ ଅପସନ୍ ପଢ଼ିବେ, କ୍ୱେଶ୍ଚନ୍ ଅପସନ୍ ଆଉଥରେ ପଢ଼ିବେ। ଯଦି ଆପଣଙ୍କୁ 4ଟା ଅପସନ୍ ଲାଗିଲା, 2ଟା ଅପସନ୍ ତ ଭୁଲ ଅଛି, ଏଥିରେ କେବେ ହେଇପାରିବ ନାହିଁ। କିନ୍ତୁ ଆଉ ଯେଉଁ 2ଟା ଅଛି, ୟା ଭିତରୁ କେଉଁଟା ଗୋଟେ ହେବ, ତାହେଲେ ସେଇ ଜାଗାରେ କ'ଣ କରିବେ, ଆପଣ ସେଇ 2ଟା ଭିତରୁ ଯେଉଁଟା ହେଲା ଗୋଟେ ବାଛିକି ମାରିବେ। କିନ୍ତୁ ଯେଉଁଠି ଆପଣ 4ଟା ଅପସନ୍ ଏଇ ଯେଉଁ ଫାର୍ଷ୍ଟ ସେକ୍ସନ୍ରେ ଆପଣଙ୍କର ଏଇ 17, 18, 19 ଆଉ 9 ଏଇ 4ଟା କ୍ୱେଶ୍ଚନ୍ ଆପଣଙ୍କର 4ଟା ଯେଉଁ ଅପସନ୍ ଅଛି ଆପଣ ଜାଣିନାହାନ୍ତି। ଦେଖନ୍ତୁ ଏଇ 4ଟା ଆଗେ ଆପଣ ଯଦି ଗୋଟେ A ମାରିଦେବେ, ଏଟାକୁ B ମାରିଦେବେ, ଏଟାକୁ C ମାରିଦେବେ, ଏଟାକୁ D ମାରିଦେବେ, ତାହେଲେ ଦେଖନ୍ତୁ କେଉଁଟା ବି ଠିକ୍ ନ ହେବାର ଚାନ୍ସ ଅଛି। ସେମିତି ଆପଣ କ'ଣ କରିବେ, ସେ ଯେଉଁ 9 ହେଉ, 17 ହେଉ, 18 ହେଉ, 19 ହେଉ, ଯାହା ବି ମାରିବେ ଆପଣ A ମାରନ୍ତୁ କିମ୍ବା B ମାରନ୍ତୁ କିମ୍ବା C ମାରନ୍ତୁ କିମ୍ବା D ମାରନ୍ତୁ, ଯାହା ମାରିବେ ଗୋଟିଏ ମାରିଦେବେ। ଗୋଟିଏ ମାରିଲା ଫଳରେ କ'ଣ ହେବ କି 4ଟା ଭିତରୁ ଗୋଟେ କି 2ଟା ତ ଠିକ୍ ହେଇଯିବ। ଏମିତି ଯଦି ଆପଣ 30, 40 କି 50ଟି ମାରୁଛନ୍ତି, ଯାହା ଆପଣ ଧର ସେକ୍ସନ୍ 2ରେ ଦେଖିଲେ, ଏଠି ଧର 4ଟା A ମାରିଦେଇଛନ୍ତି, ପୁଣି ସେକ୍ସନ୍ B କି ଦେଖିଲା 4ଟା C ମାରିଦେବେ। କି ଏଠି ଗଲାବେଳକୁ ଧର ଏଠି ଆପଣଙ୍କୁ ପେଡ଼ା 10ଟା କ୍ୱେଶ୍ଚନ୍ ଆସିଲାନି, 10ଟା ଧର B ମାରିଦେଲେ କି A ମାରିଲେ, ତାପରେ ଯାହା ହେଲେ 5ଟି 7ରେ ଆପଣଙ୍କର ଠିକ୍ ହେଇଯିବ। ବୁଝିଲେ ନା? କିଛି ବ୍ୟସ୍ତ ହେବାର ନାହିଁ, ପରୀକ୍ଷା ନିହାତି ଭଲ ହେବ। ଆପଣମାନେ ଆଉ ଅଧିକା ଟେନସନ୍ ନିଅନ୍ତୁନି। କାଲି ସକାଳୁ ପରୀକ୍ଷା, ଯେଉଁଠି ଆପଣଙ୍କର ସେଣ୍ଟର ପଡ଼ିଛି
କେମିତି କ'ଣ ଯାଇକି ସେଠି ଏକ୍ଜାମ୍ ଟାଇମ୍ ପୂର୍ବରୁ ପହଞ୍ଚିବେ ସେ ଭିତରେ ଚିନ୍ତା କରନ୍ତୁ। ଅଧିକା ପରୀକ୍ଷା ପାଇଁ ପାନିକ୍ ହୁଅନ୍ତୁ ନାହିଁ। ଆଉ ଯେତିକି ତ ପଢ଼ିଛନ୍ତି ଠିକ୍ ଅଛି, କିଛି ଅସୁବିଧା ନାହିଁ। ଅଧିକା କିଛି ପଢ଼ିବା ବି ଆବଶ୍ୟକତା ନାହିଁ। ଯାହା ପଢ଼ିଛନ୍ତି ବହୁତ ପଢ଼ିଛନ୍ତି ଆପଣମାନେ। ଖାଲି ବେଷ୍ଟ ଅଫ୍ ଲକ୍, ମାଇଣ୍ଡ ଫ୍ରେଶ୍ ରଖିବେ। ଅଧିକା ଜମା ଟେନସନ୍ ନେବେନି କି ଅଧିକା ପାନିକ୍ ହେବେନି। ଏକ୍ଜାମ୍ ଭଲ ହେବ, କୌଣସି ଅସୁବିଧା ନାହିଁ। ଯଦି ଭିଡ଼ିଓ ଭଲ ଲାଗୁଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଆଉ ଭିଡ଼ିଓକୁ ସେୟାର ମଧ୍ୟ କରନ୍ତୁ।